ମଦ ପିଇବା ଲୋକ ବହୁତ ପ୍ରକାର ଅଛନ୍ତି। ସ୍ୱାଭିମାନୀ ମଦୁଆ ଅଛନ୍ତି, ସମୟାନୁବର୍ତ୍ତିତା ମଦୁଆ ଅଛନ୍ତି, ମାଗିଖିଆ ମଦୁଆ ଅଛନ୍ତି ଏବଂ ବର୍ଷକୁ ଥରେ ମଦୁଆ ଅଛନ୍ତି। ସ୍ୱାଭିମାନୀ ମଦୁଆ ମାନେ ତା ପକେଟରେ ପଇସାଟି ଅଛି। ବହୁତ ଲୋକ ସ୍ୱାଭିମାନୀ ମଦୁଆ ଅଛନ୍ତି, କାହାକୁ ମାଗି ପାରିବେନି, କାହାକୁ ଦୁଃଖ କଥା କହିପାରିବେନି। ମଦ ଦୋକାନ ଗଲେ ମଦଟି କିଣିଲେ, ନିଜେ ପିଇଲେ, ଗୀତ ଶୁଣିଲେ, ଫେସବୁକ୍, ଇନଷ୍ଟାଗ୍ରାମ, ୟୁଟ୍ୟୁବ ଦେଖିଲେ, ତାଙ୍କର ଘରକୁ ଗଲେ। କାହା ସହିତ ପାଟିତୁଣ୍ଡ ନାହିଁ, ଝାମଲା ଝାଟି କିଛି ନାହିଁ। ସମୟାନୁବର୍ତ୍ତିତା ମଦୁଆ ହେଲେ କଣ ନା ଟାଇମିଂଟା ଭାରି ଫ୍ୟାକ୍ଟର କରେ। ଦିନ 1:15 ମାନେ 1:15, ରାତି 9ଟା ମାନେ 9ଟା, 9ଟାରୁ 9ଟା 1 ହବ ନାହିଁ। ତା ପୂର୍ବରୁ ସବୁ ପ୍ରକାର ସରଞ୍ଜାମ ପଳେଇ ଆସିଥିବ, ମଦ ପିଆ ହେଲା, ସିଏ ଗଲା। ମାଗିଖିଆ ମଦୁଆ ମଦ ଦୋକାନ ଆଗରେ ଆପଣଙ୍କୁ ମିଳିଯିବେ। ଭାଇ ଗୋଟେ ଆଉ 50 ଟଙ୍କାଟା ହବ କି, ମୋ ପାଖରେ 200 ଅଛି, ସିଏ ଗୋଟେ ରହିଗଲା। ବାକି ରହିଲା ଯେତେବେଳେ ମଦ ଗୋଟେ ଗ୍ରୁପରେ ପିଆ ହଉଥିବ, ସେ ସମୟରେ ଗୋଟେ ପିଲା ଏପଟ ସେପଟ ହଲର ହଉଥିବ, ନାଇଁ ମୁଁ ପିଇବିନି, ନାଇଁ ମୁଁ ପିଇବିନି, କାହିଁକିନା ତା ପକେଟରେ ପଇସାଟି ନାହିଁ। ଆପଣ କେବଳ ସେ ସମୟରେ କହିବେ ବନ୍ଦ କର ମ, ନାଇଁ ମୁଁ ପିଇବିନି, କାଲି ପିଉଥିଲା ଆଜି ପିଇବନି, ଦେ 2 ପିକ୍ ପିଇ। 2 ପେଗରୁ ସେଟା 12 ପେଗ ହବ। 12 ପେଗରୁ ବେଶୀ ଜଳଖିଆ ସିଏ ଖାଇଥବ, ଚାଖଣା ସିଏ ଖାଇଥବ, ଆଉ ବିରିୟାନୀ ଡିମାଣ୍ଡଟା ସିଏ କରିବ। ଯୋଉ 4 ଜଣ ଡାକିଥିଲେ ତାଙ୍କରି ପକେଟରୁ ପଇସାଟା ଯିବ। ଆଉ ବାକି ରହିଲା ମଦ ପିଇବାଟା କେବେ ବି ଶରୀର ପାଇଁ ଭଲ ନୁହେଁ। ମଦଟାକୁ ଛାଡନ୍ତୁ, ମଦ ବଦଳରେ ବହୁତ ଜିନିଷ ଅଛି, ଆପଣ ସେ ନିଶା କରିପାରିବେ। ମୁଁ ମଦ ଛାଡିଲି, ମୋ ନିଶା ହେଲା ଯେ ରୋଜଗାର ନିଶା। ଆପଣ ରୋଜଗାର ନିଶା କରନ୍ତୁ। ମଦ ନିଶାଟା ଛାଡ଼ିଲେ ସମାଜର ବି ମଙ୍ଗଳ ହବ, ପରିବାରର ବି ମଙ୍ଗଳ ହବ, ନିଜ ସ୍ୱାସ୍ଥ୍ୟ ତ ହବ ଏବଂ ସମାଜରେ ଆପଣ ଗୋଟେ ଭଦ୍ର ଲୋକ ଭଳି ବିହେବ ହେବେ।